ବର୍ତ୍ତମାନ ସରକାରଙ୍କ ତରଫରୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଅନେକ ସାରା ଯୋଜନା କାର୍ଯ୍ୟକାରୀ କରାଯାଉଛି, କିନ୍ତୁ ସେ ଯୋଜନା ବିଷୟରେ ଚାଷୀମାନେ ଅବଗତ ନାହାନ୍ତି, ଯାହାଫଳରେ ସେ ଯୋଜନା ଗୁଡ଼ିକରୁ ଲାଭ ଉଠାଇ ପାରୁନାହାନ୍ତି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଚାଷୀମାନଙ୍କ ପାଇଁ ବହୁତ ସାରା ଯୋଜନା ଗୁଡ଼ିକ ରହିଛି, ଯାହା ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଜଣାଇବି। ଆପଣମାନେ ସେ ଯୋଜନାରେ କେମିତି ସାମିଲ ହେବେ, ସେ ଯୋଜନା ଗୁଡ଼ିକରୁ ଆପଣମାନେ କେମିତି ଆର୍ଥିକ ସହାୟତା ପାଇପାରିବେ, ସମ୍ପୂର୍ଣ୍ଣ ସୂଚନା ଏହି ଗୋଟିଏ ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଜଣାଇଦେବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ସମ୍ପୂର୍ଣ୍ଣ ଯୋଜନା ବିଷୟରେ ଜାଣିପାରିବେ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବା ପାଇଁ ଜମା ବି ଭୁଲିବେନି, କାରଣ ଏଇଭଳି ନୂଆ ନୂଆ ଭିଡ଼ିଓ ଗୁଡ଼ିକ ଯାହା ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି ଡେଲି ଏହି ଚ୍ୟାନେଲ ମାଧ୍ୟମରୁ ଆପଣ ଦେଖିବାକୁ ପାଇବେ। ଏକ ନମ୍ବରରେ ଆପଣମାନଙ୍କର PM ଫସଲ ବୀମା ଯୋଜନା। ଦେଖନ୍ତୁ, ଏହି ଯୋଜନାରେ ଯଦି ଚାଷୀମାନେ ସାମିଲ ହେଉଛନ୍ତି ତ ସେମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ, କୀଟପତଙ୍ଗ କିମ୍ବା ରୋଗ ଯୋଗୁଁ ଫସଲ ନଷ୍ଟ ହେଲେ ଚାଷୀମାନଙ୍କୁ ବୀମା ରାଶି ପ୍ରଦାନ କରାଯାଇଥାଏ। ଏଥିପାଇଁ ଚାଷୀଙ୍କୁ ବହୁତ କମ୍ ପ୍ରିମିୟମ୍ ଦେବାକୁ ପଡ଼ିଥାଏ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ଆପଣମାନେ କୌଣସି ଚାଷ କରୁଛନ୍ତି, ସେ ଚାଷ କୌଣସି କାରଣବଶତଃ ଆପଣମାନଙ୍କର ନଷ୍ଟ ହୋଇଯାଉଛି, ଯେମିତିକା ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା କୀଟପତଙ୍ଗ ଦ୍ୱାରା ସେଇଟା ନଷ୍ଟ ହୋଇଯାଉ, କୌଣସି ରୋଗ ଯୋଗୁଁ ଆପଣମାନଙ୍କର ଫସଲ ନଷ୍ଟ ହୋଇଯାଉଛି, ଆପଣମାନେ PM ଫସଲ ବୀମା ଯୋଜନାରେ ଅନ୍ତର୍ଗତ ଅଛନ୍ତି, ତାହେଲେ ଆପଣମାନଙ୍କୁ ଏହି କ୍ଷତିପୂରଣ ସରକାରଙ୍କ ତରଫରୁ ମିଳିବ, ଯାହା ଫସଲର ମୂଲ୍ୟ ରହିଛି। ଦେଖନ୍ତୁ, ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆପଣମାନେ ଫସଲ ବୀମା ଯୋଜନାରେ ଅନ୍ତର୍ଗତ ହେବା ପାଇଁ ହେଲେ ପ୍ରତ୍ୟେକ ବର୍ଷ ଆପଣଙ୍କ ଫସଲ ପାଇଁ କିଛିଟା ପ୍ରିମିୟମ୍ ଭରିବା ପାଇଁ ପଡ଼ିବ। ଆପଣ ଏହି କିଛିଟା ପ୍ରିମିୟମ୍ ବଦଳରେ ଆପଣମାନଙ୍କର ପୁରା ଫସଲର ମୂଲ୍ୟ ଯାହା ରହିଛି ତାହା ଆପଣ ପାଇପାରିବେ ସରକାରଙ୍କ ତରଫରୁ, ଯେତେବେଳେ ଆପଣମାନଙ୍କର ପୁରା ଫସଲ କିମ୍ବା ଅଧା ଫସଲ ନଷ୍ଟ ହୋଇଯାଇଛି, ସେ କ୍ଷେତ୍ରରେ ଆପଣମାନେ ସରକାରଙ୍କ ତରଫରୁ ଟଙ୍କା ପାଇପାରିବେ। 2 ନମ୍ବର ଯୋଜନାଟି ଚାଷୀମାନଙ୍କ ପାଇଁ ରହିଛି PM କୃଷି ସିଞ୍ଚାଇ ଯୋଜନା, ଯେଉଁଟାକି କୃଷି ସିଞ୍ଚାଇ ଯୋଜନା ହର ଖେତ କୋ ପାନି ଲକ୍ଷ୍ୟରେ ଚାଷୀ ଜମିକୁ ଜଳସେଚନ ସୁବିଧା ଯୋଗାଇବା ପାଇଁ ସରକାର ଏହି ସ୍କିମ୍ ଜରିଆରେ ସହାୟତା କରନ୍ତି। ଏଥିରେ ଡ୍ରିପ୍ ଏବଂ ସ୍ପ୍ରିଙ୍କଲର ସିଞ୍ଚାଇ ପାଇଁ ସବସିଡି ଚାଷୀମାନଙ୍କୁ ମିଳିଥାଏ। ଦେଖନ୍ତୁ, ସବୁଠୁ ବଡ଼ କଥା ହେଲା, ଆପଣମାନଙ୍କୁ ସବସିଡି ଟଙ୍କା କେତେ ମିଳିବ। ଯଦି ଆପଣମାନଙ୍କର ଡ୍ରିପ୍ ଏବଂ ସ୍ପ୍ରିଙ୍କଲର ସିଞ୍ଚାଇ ମେସିନ୍ ଆପଣ ଲଗାଉଛନ୍ତି, ସିଷ୍ଟମ୍ କରୁଛନ୍ତି, ତାହେଲେ ଆପଣମାନଙ୍କର ଯଦି 2 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବ କିମ୍ବା ଲକ୍ଷେ ଟଙ୍କା ଖର୍ଚ୍ଚ ହୋଇଥିବ, 30% ହିସାବରେ ଆପଣମାନଙ୍କୁ ସବସିଡି ଟଙ୍କା ମିଳିବ। ଯଦି 2 ଲକ୍ଷ ଟଙ୍କା ଆପଣମାନଙ୍କର ଖର୍ଚ୍ଚ ହୋଇଥିବ ତାହେଲେ 60,000 ଟଙ୍କା ମିଳିବ। ଯଦି ଲକ୍ଷେ ଟଙ୍କା ଆପଣମାନଙ୍କର ଖର୍ଚ୍ଚ ହୋଇଥିବ ତାହେଲେ ଆପଣମାନଙ୍କୁ 30,000 ଟଙ୍କା ସବସିଡି ଟଙ୍କା ମିଳିବ। 3 ନମ୍ବରରେ ଚାଷୀମାନଙ୍କୁ ମିଳିବ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼। ଦେଖନ୍ତୁ, ଚାଷୀଙ୍କ ଜମିର ମାଟି ପରୀକ୍ଷା କରି ସେଥିରେ କେଉଁ ସାର ଓ ପୋଷକ ତତ୍ତ୍ୱର ଆବଶ୍ୟକତା ଅଛି ତାହାର ଏକ ରିପୋର୍ଟ କାର୍ଡ଼ ଦିଆଯାଏ, ଯାହାଦ୍ୱାରା ଅମଳ ଭଲ ହୁଏ। ତ ଆପଣମାନେ ଜାଣି ରଖନ୍ତୁ, ଯଦି ଏପର୍ଯ୍ୟନ୍ତ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଆଣିନାହାନ୍ତି ତାହେଲେ ଆପଣମାନଙ୍କର ମାଟି ଟେଷ୍ଟ କରି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ନେଇ ଆସନ୍ତୁ, ଯାହାଫଳରେ ଆପଣମାନଙ୍କର ଅମଳ ଭଲ ହେବ। ସରକାରଙ୍କ ତରଫରୁ ଏବେ ଏହି କାର୍ଡ଼ ମଧ୍ୟ ଚାଷୀମାନଙ୍କୁ ପ୍ରଦାନ କରାଯାଉଛି। ତାପରେ ଚାଷୀମାନଙ୍କ ପାଇଁ ଯୋଜନାଟି ରହିଛି କିଷାନ କ୍ରେଡିଟ୍ କାର୍ଡ଼ ଅର୍ଥାତ୍ KCC। ଦେଖନ୍ତୁ, ଏହି ଯୋଜନା ହେଉଛି ଭାରତ ସରକାରଙ୍କ ଏକ ଅତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ମାଧ୍ୟମରେ ଚାଷୀମାନଙ୍କୁ କମ୍ ସୁଧରେ ଏବଂ ସହଜରେ ଋଣ ଯୋଗାଇ ଦିଆଯାଉଛି। ଏହି ଯୋଜନାକୁ ନାବାର୍ଡ଼ ଦ୍ୱାରା ପରିଚାଳନା କରାଯାଉଛି। ଦେଖନ୍ତୁ, ଯେଉଁ ଚାଷୀ କୃଷି ପାଇଁ ଋଣ ନେବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନେ କିଷାନ କ୍ରେଡିଟ୍ କାର୍ଡ଼ରୁ ଋଣ ଆଣିପାରିବେ। ଆପଣ ବହୁତ କମ୍ ସୁଧରେ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଆଣିପାରିବେ। ଯଦି ଆପଣମାନେ ଲକ୍ଷେ ଟଙ୍କା କିମ୍ବା 2 ଲକ୍ଷ ଟଙ୍କା ଋଣ ଆଣୁଛନ୍ତି, ଆପଣମାନଙ୍କୁ ବିନା ସୁଧରେ ମଧ୍ୟ
ଆପଣମାନଙ୍କୁ ଋଣ ମିଳିପାରିବ। ଯଦି ଆପଣଙ୍କର କିଷାନ କ୍ରେଡ଼ିଟ୍ କାର୍ଡ଼ ରହିଛି ତାହେଲେ ଆପଣମାନଙ୍କୁ ଯେକୌଣସି ଫସଲ ପାଇଁ ଆପଣମାନଙ୍କୁ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଲଭ ସୁଧରେ ଆପଣମାନଙ୍କୁ ମିଳିଯିବ, ଯାହା ଆପଣମାନଙ୍କର ଟେନସନ୍ ମଧ୍ୟ ଦୂର କରିବ। ଏହି କ୍ରେଡ଼ିଟ୍ କାର୍ଡ଼ ଯାହା ଆର୍ଥିକ ଅବସ୍ଥାକୁ ସଚଳ କରି ଭଲ 2 ପଇସା ରୋଜଗାର କରିବା ପାଇଁ କିଷାନ କ୍ରେଡ଼ିଟ୍ କାର୍ଡ଼ ଆପଣମାନଙ୍କୁ ଭଲ ସପୋର୍ଟେଡ଼ କରିବ। ଆପଣ ଅଲଗା କୌଣସି ଥାର୍ଡ଼ ପାର୍ଟିଠୁ ଲୋନ୍ ଆଣିବା ଅପେକ୍ଷା କିଷାନ କ୍ରେଡ଼ିଟ୍ କାର୍ଡ଼ରୁ ଲୋନ୍ ଆଣିବାଟା ସବୁଠୁ ଆପଣମାନଙ୍କ ପାଇଁ ଭଲ ରହିବ। ଆଉ ବୁଦ୍ଧିମାନର କାମ ହିଁ କିଷାନ କ୍ରେଡ଼ିଟ୍ କାର୍ଡ଼ରୁ ଲୋନ୍ ଆଣିବାଟା। ଆପଣଙ୍କ ମନରେ ବି ପ୍ରଶ୍ନ ରହିଥିବ, ଯଦି ଆମେ କିଷାନ କ୍ରେଡ଼ିଟ୍ କାର୍ଡ଼ରୁ ଲୋନ୍ ଆଣୁଛେ ତାହେଲେ ଆମକୁ କେତେ ପ୍ରତିଶତ ସୁଧ ଲାଗିବ? ଦେଖନ୍ତୁ, ଆପଣମାନଙ୍କୁ ମାତ୍ର 4% ସୁଧ ହିଁ ଲାଗିବ। ଠିକ୍ ସମୟରେ ଋଣ ସୁଝିଲେ ଚାଷୀମାନଙ୍କୁ ମଧ୍ୟ ଅଧିକ ଋଣ ମଧ୍ୟ ମିଳିଥାଏ। ଚାଷୀମାନେ ଆଉ ଗୋଟେ କଥା ଜାଣି ରଖନ୍ତୁ, ତ ବିନା ଗ୍ୟାରେଣ୍ଟିରେ ଆପଣମାନଙ୍କୁ କିଷାନ କ୍ରେଡ଼ିଟ୍ କାର୍ଡ଼ରେ ଲୋନ୍ ମିଳିବ। କେତେ ଲକ୍ଷ ଟଙ୍କା ପର୍ଯ୍ୟନ୍ତ? ଆପଣମାନେ ଥରେ ବୁଝନ୍ତୁ ଠିକ୍ ଭାବରେ। 1.60 କହିବାକୁ ଗଲେ 1,60,000 ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ କୌଣସି ଜମି ବନ୍ଧକ ରଖିବାକୁ ପଡ଼େ ନାହିଁ। ତ ଏଇଟା ବି ଆପଣମାନେ ଜାଣି ରଖନ୍ତୁ, 1,60,000 ପର୍ଯ୍ୟନ୍ତ ଆପଣମାନଙ୍କର କୌଣସି ବନ୍ଧକର ଆବଶ୍ୟକତା ନାହିଁ। ଦେଖନ୍ତୁ, ଏହି କାର୍ଡ଼ ଜରିଆରେ ଚାଷୀମାନେ ଫସଲ ସହିତ ପଶୁପାଳନ ଏବଂ ମାଛ ଚାଷ ପାଇଁ ମଧ୍ୟ ଆର୍ଥିକ ସହାୟତା ପାଇପାରିବେ। ତାପରେ 5 ନମ୍ବର ଯୋଜନାଟି ରହିଛି ଆପଣମାନଙ୍କର PM କୁସୁମ ଯୋଜନା, ଅର୍ଥାତ୍ ସୌର ପମ୍ପର ସୁବିଧା ମଧ୍ୟ ଚାଷୀମାନଙ୍କୁ ସରକାର ଯୋଗାଇ ଦେଉଛନ୍ତି। ଏହି ଯୋଜନାରେ ଚାଷୀମାନଙ୍କୁ ଚାଷ ଜମିରେ ଜଳସେଚନ ପାଇଁ ରିହାତି ଦରରେ ସୌର ପମ୍ପ ଯୋଗାଇ ଦିଆଯାଏ। ତ ଆପଣମାନେ ମଧ୍ୟ ଅନଲାଇନ୍ ମାଧ୍ୟମରେ ଆବେଦନ କରି ଏହି ସୌର ପମ୍ପର ସୁବିଧା ମଧ୍ୟ ପାଇପାରିବେ, ଯାହା ଭାରତ ସରକାରଙ୍କ ତରଫରୁ ଏହି ଯୋଜନାଟି ଚାଷୀ ଭାଇନାମାନଙ୍କ ପାଇଁ କାର୍ଯ୍ୟକାରୀ କରୁଛି। ଯଦି ଆପଣ ବିଜୁଳି ବିଲ୍ରୁ ମୁକ୍ତ ପାଇବା ପାଇଁ ଚାହୁଁଛନ୍ତି କିମ୍ବା ଆପଣମାନଙ୍କର ଡିଜେଲ ପେଟ୍ରୋଲ ମାଧ୍ୟମରେ ଯେଉଁ ପମ୍ପ ସେଟ୍ ଗୁଡ଼ିକ ଚାଲୁଛି ସେଗୁଡ଼ିକରେ ଆପଣ ଅଧିକ ଖର୍ଚ୍ଚାନ୍ତରେ ପଡ଼ୁଛନ୍ତି, ଆପଣ ସୌର ପମ୍ପ ଲଗାଇଦେଲେ ଆପଣମାନଙ୍କର ବିଜୁଳି ଟେନସନ୍ ଥିବନି କିମ୍ବା ପେଟ୍ରୋଲ ଡିଜେଲ ଆଣିବାର ଟେନସନ୍ ମଧ୍ୟ ଖତମ ହେଇଯିବ। ଆପଣ ସବୁଠୁ ବଡ଼ କଥା ହେଲା ଅତିରିକ୍ତ ଖର୍ଚ୍ଚରୁ ଆପଣମାନେ ମୁକ୍ତି ହେଇପାରିବେ। ସୌର ପମ୍ପ ଲଗାଇବା ପାଇଁ ସରକାର ମୋଟ ଖର୍ଚ୍ଚର 60% ପର୍ଯ୍ୟନ୍ତ ସବସିଡି ଦିଅନ୍ତି ଏବଂ ବାକି ଅର୍ଥ ବ୍ୟାଙ୍କ ଋଣ ମାଧ୍ୟମରେ ମିଳିପାରିବ। ଆଉ ଗୋଟେ ଇଣ୍ଟରେଷ୍ଟିଂ କଥା ହେଲା, ଚାଷୀ ନିଜର ପତିତ ଜମିରେ ସୌର ପ୍ଲାଣ୍ଟ ଲଗାଇ ବିଦ୍ୟୁତ ଉତ୍ପାଦନ କରିପାରିବେ ଏବଂ ବଳକା ବିଦ୍ୟୁତକୁ ସରକାରଙ୍କୁ ବିକ୍ରୟ କରି ମାସିକ ରୋଜଗାର ମଧ୍ୟ କରିପାରିବେ। ତାପରେ ଯୋଜନାଟି ଚାଷୀମାନଙ୍କ ପାଇଁ ରହିଛି CM କିଷାନ ଯୋଜନା। ଦେଖନ୍ତୁ, ପୂର୍ବରୁ ଥିବା କିଛି ବ୍ୟବସ୍ଥାରେ ପରିବର୍ତ୍ତନ କରି ରାଜ୍ୟ ସରକାର ଏବେ ଚାଷୀଙ୍କୁ ବାର୍ଷିକ 4,000 ଟଙ୍କା ଅର୍ଥାତ୍ 2ଟି ସମାନ କିସ୍ତିରେ ପ୍ରଦାନ କରୁଛନ୍ତି, ଯାହା PM କିଷାନ ଟଙ୍କା ସହିତ ମିଶି ଚାଷୀଙ୍କୁ ବଡ଼ ସମ୍ବଳ ଯୋଗାଉଛି। ତାପରେ ଯୋଜନାଟି ଚାଷୀମାନଙ୍କ ପାଇଁ ରହିଛି ବଳରାମ ଯୋଜନା। ଦେଖନ୍ତୁ, ଯେଉଁ ଚାଷୀଙ୍କର ନିଜସ୍ୱ ଜମି ନାହିଁ, ଯେଉଁମାନେ ଭାଗ ଚାଷୀ ଅଟନ୍ତି, ସେମାନଙ୍କୁ ଯୁଗ୍ମ ଦେୟ ଗୋଷ୍ଠୀ ଅର୍ଥାତ୍ JLG ମାଧ୍ୟମରେ କୃଷି ଋଣ ଯୋଗାଇ ଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ ରହିଛି। ଦେଖନ୍ତୁ, ଯେଉଁମାନଙ୍କର ଚାଷ ଜମି ନାହିଁ, ସେମାନେ ଭାଗ ଚାଷୀ ଅଟନ୍ତି, ସେମାନଙ୍କୁ ମଧ୍ୟ ସରକାର ଋଣ କରିବାର ସୁବିଧା ମଧ୍ୟ ଯୋଗାଇ ଦେଇଛନ୍ତି, ଯେଉଁ ଯୋଜନାର ନାମ ରହିଛି ବଳରାମ ଯୋଜନା। ତାପରେ ଯୋଜନାଟି ଚାଷୀମାନଙ୍କ ପାଇଁ ରହିଛି PM କିଷାନ ଯୋଜନା, ଅର୍ଥାତ୍ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା। ଏହି ଯୋଜନାରେ କ୍ଷୁଦ୍ର ଓ ନାମମାତ୍ରା ଚାଷୀଙ୍କୁ ବାର୍ଷିକ 6,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଏ। ଏହି ଟଙ୍କା 3ଟି ସମାନ କିସ୍ତିରେ କହିବାକୁ ଗଲେ 2,000 2,000 2,000 କରି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଥାଏ।